ପାଠର ନାଁ ହେଲା ନରେନ୍ଦ୍ର ବିବେକାନନ୍ଦ। ପାଠକୁ ଲେଖିଛନ୍ତି ଶରତ କୁମାର ମହାନ୍ତି। ଆଜି ଆମେ ଏଇ ପାଠର ପ୍ରଶ୍ନତ ଆଲୋଚନା କରିବୁ। ନମ୍ବର 1, ପ୍ରାଣର ଅଭାବ ପ୍ରାଣହୀନ, ସେହିପରି କଣ ହେବ ଲେଖ। ତେଜର ଅଭାବ ତେଜହୀନ, ଉଦ୍ୟମର ଅଭାବ ଉଦ୍ୟମହୀନ, ଆଶାର ଅଭାବ ଆଶାହୀନ, ଉଦ୍ଦେଶ୍ୟର ଅଭାବ ଉଦ୍ଦେଶ୍ୟହୀନ। ନିମ୍ନ ଶବ୍ଦ ଗୁଡ଼ିକ ବିପରୀତ ବୋଧକ ଶବ୍ଦ ଲେଖ। ଜଟିଳ, ସରଳ, ଦ୍ରୁତ, ମନ୍ଥର, ଆଦର୍ଶ, ଅନାଦର୍ଶ, ସୂକ୍ଷ୍ମ, ସ୍ଥୂଳ, ସ୍ୱାର୍ଥ, ନିଃସ୍ୱାର୍ଥ। ବ୍ୟାସ ବାକ୍ୟ ସହ ସମାସର ନାମ ଲେଖ। ଅନଭିଜ୍ଞ, ନାହିଁ ଅଭିଜ୍ଞତା ଯାହାର ସେ, ନିଷେଧକ ବହୁବି ସମାସ। ଅନାସକ୍ତ, ନାହିଁ ଆସକ୍ତି ଯାହାର ସେ। ନିଃସ୍ୱ, ନାହିଁ ସ୍ୱ ଯାହାର। ସହଯାତ୍ରୀ, ସହଯାତ୍ରା ଯାହାର। ନମ୍ବର 4, ଗୁଣରେ ଯିଏ ମୁଗ୍ଧ ଗୁଣମୁଗ୍ଧ, ସେହିପରି ମୁଗ୍ଧ ଶେଷ ଥାଇ ଅନ୍ୟ 5ଟି ଶବ୍ଦ ଗଢ଼ ପାଇଛି। ଜ୍ଞାନମୁଗ୍ଧ, ଆହାର ମୁଗ୍ଧ, ବିହାର ମୁଗ୍ଧ, ବିଷୟ ମୁଗ୍ଧ, ପ୍ରଣୟ ମୁଗ୍ଧ। ସୂତ୍ରପାତ ଆଲୋକପାତ ଭଳି ପାତ ଯୋଗ ହୋଇଥିବା ଏହି ପ୍ରସଙ୍ଗରୁ ଶବ୍ଦ ଗୁଡ଼ିକ ବାଛି ଲେଖ। ରେଖାପାତ, ଜ୍ୟୋତିପାତ, ଦୃଷ୍ଟିପାତ, ପାଲାତିପାତ, କର୍ଣ୍ଣପାତ। ବିବେକ ଯୋଗ ଆନନ୍ଦ ବିବେକାନନ୍ଦ, ସେହିପରି କଣ ହେବ ଲେଖ। ହୃଦ୍ ଯୋଗ ଆନନ୍ଦ ହୃଦାନନ୍ଦ, ବ୍ରହ୍ମ ଯୋଗ ଆନନ୍ଦ ବ୍ରହ୍ମାନନ୍ଦ, ନିତ୍ୟ ଯୋଗ ଆନନ୍ଦ ନିତ୍ୟାନନ୍ଦ, ପରମ ଯୋଗ ଆନନ୍ଦ ପରମାନନ୍ଦ। କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର। ନରେନ ଦୁଇ ପିତାଙ୍କୁ ହରାଇଲା କହିବାର କାରଣ କଣ? ନରେନଙ୍କ ଜନ୍ମଦାତା ଥିଲେ ବିଶ୍ୱନାଥ ଦତ୍ତ ଏବଂ ଗୁରୁ ପିତା ଥିଲେ ଠାକୁର ଶ୍ରୀରାମକୃଷ୍ଣ ପରମହଂସ। ପିତା ବିଶ୍ୱନାଥ ଦତ୍ତ ସଂସାର ତ୍ୟାଗ କରିବାର ବର୍ଷକ ପରେ ଗୁରୁ ଶ୍ରୀରାମକୃଷ୍ଣ ପୃଥ୍ୱୀରୁ ବିଦାୟ ନେବାର 22 ବର୍ଷ ସଂସାର ଅଭିଜ୍ଞ ଯୁବକ ନରେନ ଦୁଇ ପିତାଙ୍କୁ ହରାଇଲେ ବୋଲି କୁହାଯାଇଛି। ମହାନ କର୍ମ କିଏ ସମ୍ପାଦନ କରିଥାନ୍ତି? ଦୃଢ଼ ମନ ମଣିଷ ହିଁ ମହତ କର୍ମ ସମ୍ପାଦନ କରିଥାନ୍ତି। କାରଣ ଦୃଢ଼ ମନା ମଣିଷ ଜଗତ ପକ୍ଷରେ କେବେ ଆପଣଙ୍କୁ ଏକୁଟିଆ ମନେ କରିନାହିଁ। ଜୀବନର ଲକ୍ଷ୍ୟ ଓ କର୍ମକୁ ଭଲ ଭାବେ ନିରୀକ୍ଷଣ କରିଥିବା ସେହି ନିଷ୍ଠାବାନ ମଣିଷ ସ୍ୱୟଂ ଦୃଢ଼ ମନୋବଳ ମାଧ୍ୟମରେ ଜଗତର ମହତ କର୍ମକୁ ଏକାକୀ ସମ୍ପାଦନ କରିଥାଏ। ନରେନଙ୍କ ମନରେ କେଉଁ ବ୍ୟାକୁଳତା ଥିଲା ବୋଲି ଲେଖକ କହିଛନ୍ତି? ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ପାଇବା ନିମନ୍ତେ ନରେନଙ୍କ ହୃଦୟରେ ବ୍ୟାକୁଳତା ଥିଲା। କାରଣ ପିଲା ଠାକୁର ଶ୍ରୀରାମକୃଷ୍ଣଙ୍କୁ ନରେନଙ୍କୁ ତାଙ୍କ ଇଚ୍ଛା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଉତ୍ତରରେ ସେ ଶୁକଦେବଙ୍କ ପରି ଏକାଗ୍ରକ୍ରମେ 5-6 ଦିନ ସମାଧିରେ ଲୀନ ହୋଇ ପରି ଟିକିଏ ତଳକୁ ଆସି ଶରୀରର ରକ୍ଷା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧିରେ ବୁଡ଼ି ଯିବାର ଇଚ୍ଛା ପ୍ରକାଶ କରିଥିଲେ। ସମାଧିରେ ବୁଡ଼ି ନ ଯିବା ପାଇଁ ଶ୍ରୀରାମକୃଷ୍ଣ ନରେନଙ୍କୁ କାହିଁକି କହିଥିଲେ? ଶ୍ରୀରାମକୃଷ୍ଣ ଚାହିଁଥିଲେ ନରେନ ଗୋଟିଏ ବିରାଟ ବଟବୃକ୍ଷ ପରି ହୋଇ ତା ଛାୟାରେ ହଜାର ହଜାର ମଣିଷଙ୍କୁ ଆଶ୍ରୟ ଦେବେ। ତେଣୁ ସମାଧିରେ ବୁଡ଼ି ନ ଯିବା ପାଇଁ ଶ୍ରୀରାମକୃଷ୍ଣଙ୍କୁ ନରେନଙ୍କୁ କହିଥିଲେ। ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ? ଗୁରୁ ଶ୍ରୀରାମକୃଷ୍ଣଙ୍କ ମାର୍ଗଦର୍ଶନରେ ମନୁଷ୍ୟ ସେବା ହିଁ ଈଶ୍ୱର ସେବା। ସନ୍ନ୍ୟାସୀର ଏହି ଧର୍ମକୁ ବାଛି ନେଇ ବିବେକାନନ୍ଦ ବୁଭୁକ୍ଷୁ ନିରନ୍ନ ଜନତା ଦୁର୍ଦ୍ଦଶା ମୋଚନ ନିମନ୍ତେ ସେ ବ୍ରତକୁ ଆଦରି ନେଇଥିଲେ। ଜନତା ଜନାର୍ଦ୍ଦନ କାହିଁକି ଅବହେଳିତ ଅବସ୍ଥାରେ ଥିଲା? ଜନତା ଜନାର୍ଦ୍ଦନ ଅର୍ଥାତ୍ ଲୋକମାନେ ହିଁ ଦେବତା। ଏହି ଦେବତା ସଦୃଶ ଲୋକମାନଙ୍କର ସୁଖ ଦୁଃଖ ଅଭାବ
असुविधा बुझी से सबूर समाधान करने राजा और राजनीतिज्ञ मान कर्तव्य किंतु ସେମାନେ ନିଜ କର୍ତ୍ତବ୍ୟ ନ କରିପାରୁ ଜନତା ଜନାର୍ଦ୍ଦନଙ୍କୁ ସ୍ୱୟଂ ରାଜନୈତିକ ଛଳନା ଶିକାର କରୁଥିବାରୁ ସେମାନେ ଅବହିତ ଅବସ୍ଥା କାଲ କାଟୁଥିଲେ। ଇହଧାମ ତ୍ୟାଗ ପୂର୍ବରୁ ଶ୍ରୀ ରାମକୃଷ୍ଣଙ୍କ ଶିଷ୍ୟ ନରେନ ପ୍ରତି ଆଦେଶ କଣ ଥିଲା? ଇହଧାମ ତ୍ୟାଗ ପୂର୍ବରୁ ଠାକୁର ଶ୍ରୀ ରାମକୃଷ୍ଣ ନିଜର ତରୁଣ ଶିଷ୍ୟମାନଙ୍କୁ ନରେନଙ୍କ ହାତରେ ସମର୍ପଣ କରିବା ସହିତ ନରେନଙ୍କୁ ଜଗତର କଲ୍ୟାଣ ସମାଧାନ କରିବାରେ ବ୍ରତୀ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଶିଷ୍ୟମାନେ କେଉଁଠାରେ ନିଜର କ୍ଷେତ୍ର ପ୍ରସ୍ତୁତ କଲେ? ଠାକୁର ଶ୍ରୀରାମକୃଷ୍ଣ ଇହଧ୍ୟାମ ତ୍ୟାଗ କରିବା ପରେ ତାଙ୍କ ତରୁଣ ଶିଷ୍ୟମାନେ ନିଜସ୍ୱ ଓ ସଂସାର ଅଭିଜ୍ଞ ହୋଇଯାଇଥିଲେ। ସେମାନଙ୍କୁ ଠାକୁରଙ୍କ ଜଣେ ଗୃହସ୍ଥ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗର ଠାରେ ଥିବା ତାଙ୍କର ଗୋଟିଏ ପୁରୁଣା କୋଠା ଛାଡ଼ିଦେଲେ। ସେହି ପରିତ୍ୟକ୍ତ ଭୂତ କୋଠରୀ ହିଁ ଶିଷ୍ୟମାନେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ। ସ୍ୱାମୀ ରାମକୃଷ୍ଣ ନନ୍ଦ ମଠ ଛାଡ଼ି ବାହାରକୁ ଯାଇନଥିଲେ କାହିଁକି? ସ୍ୱାମୀ ରାମକୃଷ୍ଣ ନନ୍ଦ ମଠ ଛାଡ଼ି ବାହାରକୁ ଯାଇନଥିଲେ କାହିଁକି? ଶିଷ୍ୟମାନେ ସନ୍ନ୍ୟାସୀ ହେବା ପରେ ଜଣେ ଜଣେ ହୋଇ ସମସ୍ତେ ତୀର୍ଥଯାତ୍ରାରେ ବାହାରି ଗଲେ। କିଏ କେତେବେଳେ ଫେରିବ ତାକୁ ଅପେକ୍ଷା କରି ସ୍ୱାମୀ ରାମକୃଷ୍ଣ ଏକୁଟିଆ ମଠକୁ ଜଗି ରହିଥିଲେ। ତେଣୁ ସେ ମଠ ଛାଡ଼ି ବାହାରକୁ ଯାଇ ନଥିଲେ। ପ୍ରଥମ କବି ବିବେକାନନ୍ଦ କେଉଁଠାକୁ ଯାତ୍ରା କରିଥିଲେ? 1886 ମସିହାରେ ପ୍ରଥମେ କବି ବିବେକାନନ୍ଦ ହିମାଳୟ ଉଦ୍ଦେଶ୍ୟ ଯାତ୍ରା ଆରମ୍ଭ କରି ବାଟରେ ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ଓ ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କରିଥିଲେ। ବିବେକାନନ୍ଦ ଭୋକରେ ରହୁଥିବାର କାରଣ କଣ? ବିବେକାନନ୍ଦ ପରିଭ୍ରମଣରେ ଉଦ୍ଦେଶ୍ୟ ଥିଲା ବିଶାଳ ଭାରତବର୍ଷ ତଥା ତାର ଦରିଦ୍ର ଜନତା ସହିତ ଘନିଷ୍ଠ ଭାବେ ପରିଚିତ ହେବା। ତେଣୁ ସେ ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ପ୍ରଭୃତି ସ୍ଥାନ ଭ୍ରମଣ କଲାବେଳେ ଦରିଦ୍ର ଲୋକଙ୍କ ଦୁଃଖକୁ ଅଙ୍ଗେ ନିଭାଇବା ପାଇଁ ସେ ଦିନ ଦିନ ଭୋକ ଉପାସ ରହୁଥିଲେ। 8 ନମ୍ବର ବିବେକାନନ୍ଦ ଉଦ୍ଦେଶ୍ୟହୀନ ଭାବରେ ପାଦରେ ଚାଲି ଚାଲି ଭାରତ ସାରା ବୁଲିଥିଲେ କାହିଁକି? ଦୁଇଥର ଭ୍ରମଣ ଅଭିଜ୍ଞତାରୁ ବିବେକାନନ୍ଦ ସମାଜରେ କୁଡ଼ ଆବର୍ଜନା ଜମି ରଖିଥିବା ଦେଖିଲେ। ସେ ସବୁକୁ ଦୂର କରିବାର ଦାୟିତ୍ୱତା ତାଙ୍କୁ ଶାନ୍ତିରେ ରଖାଇ ଦେଇ ନଥିଲା। କିନ୍ତୁ କିଛି ବାଟ ନ ପାଇବାର କ୍ରୋଧରେ ସେ ଝଡ଼ ପରି ଉଦ୍ଦେଶ୍ୟହୀନ ଭାବେ ପଦବ୍ରଜରେ ସାରା ଭାରତ ଭ୍ରମଣ କରିଥିଲେ। କେଉଁ ଘଟଣାରେ ବିବେକାନନ୍ଦ ହୃଦୟ ବିଚଳିତ ହୋଇଥିଲା? ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଓ ଚିର ଖାଇ ଭୋକ ମାରୁଥିବା ଅଗଣିତ ବୁଭୁକ୍ଷୁ ଜନତାର ଦୁଃଖକୁ ନିଜ ଆଖିରେ ଦେଖି ବିବେକାନନ୍ଦ ହୃଦୟ ବିଗଳିତ ହୋଇଥିଲା। ଭୋକିଲା ପେଟର ଧର୍ମ ଅନାବଶ୍ୟକ, ଏହା କାହାର ଉକ୍ତି ଥିଲା? ଭୋକିଲା ପେଟ ଧର୍ମ ଅନାବଶ୍ୟକ, ଏହି ଉକ୍ତିଟି ମାର୍କ୍ସ ବା ତାଙ୍କର ଅନୁଗାମୀଙ୍କର ବୋଲି ଅନୁମାନ କରିବା ସ୍ୱାଭାବିକ ହେଲେ ମଧ୍ୟ ଯଥାର୍ଥରେ ଏ ଉକ୍ତି ଥିଲା ଠାକୁର ଶ୍ରୀରାମକୃଷ୍ଣଙ୍କର। କାରଣ ଏହି ଉକ୍ତିଟିକୁ ନରେନ ତାଙ୍କ ଗୁରୁ ଠାରୁ ଶ୍ରୀରାମକୃଷ୍ଣ ଶୁଣିଥିଲେ। ମଣିଷର ପ୍ରକୃତ ଶତ୍ରୁ କିଏ ବୋଲି ବିବେକାନନ୍ଦ ଭାବିଥିଲେ? ବିବେକାନନ୍ଦ ଦେଖିଲେ ସାରା ଦେଶରେ ଦାରିଦ୍ର୍ୟ ନିରସଙ୍କୁ ରାଜତ୍ୱ ଦି ଓଲି ଦି ମୁଠା ଖାଇବାକୁ ନ ପାଇ ଅଗଣିତ ମଣିଷ ଅନାହାରରେ କାଲାତିପାତ କରୁଛନ୍ତି। ତେଣୁ ପ୍ରବଳ ପ୍ରତାପୀ ଦାରିଦ୍ର୍ୟ ରୂପୀ ରାକ୍ଷସକୁ ହିଁ ବିବେକାନନ୍ଦ ମଣିଷର ପ୍ରକୃତ ଶତ୍ରୁ ବୋଲି ବିବେଚନା କରିଛନ୍ତି। ବିବେକାନନ୍ଦଙ୍କର ଅସଶକ୍ତି କଣ? ଚୁମ୍ବକ ଲୁହାକୁ ତା ଆଡ଼କୁ ଟାଣି ନେବା ପରି
ଲୋକମାନଙ୍କୁ ଉପଦେଶ ଦେଇ ଧର୍ମ ଓ ତ୍ୟାଗ ମାର୍ଗରେ ପଥିକ କରାଇବା ହିଁ ଥିଲା ବିବେକାନନ୍ଦର ଅସଲ ଶକ୍ତି। ଶେଷରେ ବିବେକାନନ୍ଦ କଣ କରିବାକୁ ସ୍ଥିର କଲେ? ଶେଷରେ ବିବେକାନନ୍ଦ ସ୍ଥିର କରିଥିଲେ ଯେ ତାଙ୍କୁ ଦରିଆ ପାରି ଯିବାକୁ ପଡ଼ିବ। ଦୁଃଖ ଦାରିଦ୍ର୍ୟ ଭିତରେ କାଳ କାଟୁଥିବା ଜନତାଙ୍କର ମଙ୍ଗଳ ପାଇଁ ବହୁ ସମ୍ଭାବନୀୟ ବିଦେଶ ଯାତ୍ରାରେ ଯିବାକୁ ସେ ସଂକଳ୍ପ ବଦ୍ଧ ହୋଇଥିଲେ। ଆଜି ରହୁଛି ସରଳାର୍ଥ ଦୀର୍ଘ ପ୍ରଶ୍ନୋତ୍ତର ମୂଳକ ଏସବୁ ଆମ mehershah.in ରେ ଉପଲବ୍ଧ ଅଛି। mehershah.in लिखिए। ସବୁ ପ୍ରଶ୍ନ ତ ଆପଣଙ୍କୁ ମିଳିଯିବ।